ଜୀବନର 360 ଡିଗ୍ରୀ ଅନୁଧ୍ୟାନ। ପ୍ରକୃତରେ ଜୀବନଠାରୁ ଭଲ କ'ଣ, ଜୀବନଠାରୁ ଶ୍ରେୟସ୍କର କ'ଣ? କ'ଣ ମୃତ୍ୟୁ? କେବେ ନୁହଁ। ତାହେଲେ ଜୀବନଠାରୁ ଭଲ କ'ଣ ଆସନ୍ତୁ ଜାଣିବା। ଯଦି ଧର୍ମକୁ ପଚାରିବେ ତାହେଲେ ଧର୍ମ କହିବ ଜୀବନଠାରୁ ଭଲ ହେଲେ ଈଶ୍ୱର ବା ମୋକ୍ଷ ବା ସ୍ୱର୍ଗପ୍ରାପ୍ତି କିମ୍ବା ମୃତ୍ୟୁ ପରର ଜୀବନ। ଆଉ ଯଦି ଏହି ପ୍ରଶ୍ନକୁ ଆପଣ ସ୍ପିରିଚୁଆଲିଟି ବା ଆଧ୍ୟାତ୍ମିକତାକୁ ପଚାରିବେ ତାହେଲେ ଆଧ୍ୟାତ୍ମିକତା କହିବ ଜୀବନଠାରୁ ଭଲ ହେଉଛି ଆତ୍ମା। କାହିଁକି ନା ଆତ୍ମା ହେଉଛି ଅମର। ଆଉ ଯଦି ଆପଣ ଦର୍ଶନ ତତ୍ତ୍ୱ ବା ଫିଲୋସଫିକୁ ଏ ପ୍ରଶ୍ନ ପଚାରନ୍ତି ତାହେଲେ ଦର୍ଶନ ତତ୍ତ୍ୱ କହିବ ଜୀବନ ଅପେକ୍ଷା ଭଲ ଜୀବନର ଉଦ୍ଦେଶ୍ୟ। ଆଉ ଯଦି ଆପଣ କୌଣସି ରାଜନେତାକୁ ଏ କଥା ପଚାରନ୍ତି ସେ କହିବ ଜୀବନଠାରୁ ଭଲ ରାଷ୍ଟ୍ର ବା ରାଷ୍ଟ୍ରବାଦ, ତାଙ୍କର ଡିପ୍ଲୋମାଟିକ୍ ଆନ୍ସର। ଆଉ ଯଦି ଆପଣ କୌଣସି ଚାରବାକବାଦୀଙ୍କୁ ଏଇ କଥା ପଚାରନ୍ତି, ଯେଉଁମାନେ ଚାରବାକ ଦର୍ଶନରେ ବିଶ୍ୱାସ କରନ୍ତି, ସେ କହିବେ ଜୀବନଠାରୁ ଭଲ କ'ଣ? ସୁଖ ଶାନ୍ତିର ଜୀବନ ସବୁଠାରୁ ଭଲ। ଆଉ ଯଦି ଆପଣ ବିଜ୍ଞାନକୁ ପଚାରନ୍ତି ଏ ପ୍ରଶ୍ନ ତାହେଲେ ବିଜ୍ଞାନ କହିବ ଜୀବନଠାରୁ ଭଲ ହେଲା ଜୀବନ ଉତ୍ପତ୍ତିର ଜ୍ଞାନ ବା ଅନ୍ୱେଷଣ। ଆଉ ଯଦି ଏଇ ପ୍ରଶ୍ନକୁ ଆପଣ ପଚାରନ୍ତି ଟ୍ରାନ୍ସ ହ୍ୟୁମାନିଜିମ୍କୁ, ଟ୍ରାନ୍ସ ହ୍ୟୁମାନିଜିମ୍ ମାନେ ଅତି ମାନବବାଦ। ଟ୍ରାନ୍ସ ହ୍ୟୁମାନିଜିମ୍ କହିବ ଜୀବନଠାରୁ ଭଲ ହେଲା ନୂତନ ଜୀବନ ପରିକଳ୍ପନା। ସେଇଟା କୁହାହେଉଛି ଟେକ୍ନୋ ହ୍ୟୁମାନିଜିମ୍। ତାମାନେ ନ୍ୟୁରୋ ସାଇନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବାୟୋଟେକ୍ନୋଲୋଜି, ନାନୋ ଟେକ୍ନୋଲୋଜି ଏସବୁକୁ ବ୍ୟବହାର କରି ଜୀବନରୁ ଦୁଃଖ, କଷ୍ଟ, ମୃତ୍ୟୁ ସବୁ ଦୂର କରିଦେଇ ଗୋଟିଏ ନୂଆ ଜୀବନ ପରିକଳ୍ପନା କରିବା, ସେଇଟା ହେଉଛି ଶ୍ରେୟସ୍କର। ଏବେ ଆପଣ କୁହନ୍ତୁ ଯେ ଏତେ ସବୁ ଜାଣିଲା ପରେ ଆପଣଙ୍କ ମତରେ ହ୍ୱାଟ୍ ଇଜ୍ ବେଟର୍ ଦାନ୍ ଲାଇଫ୍, ହ୍ୱାଟ୍ ଇଜ୍ ଗ୍ରେଟର୍ ଦାନ୍ ଲାଇଫ୍, ହ୍ୱାଟ୍ ଇଜ୍ ସ୍ୱିଟର୍ ଦାନ୍ ଲାଇଫ୍? Please give your answer in the comment box. Thank you.